ଝିଅ ସାଙ୍ଗରେ ଶେଷଥର କେବେ କଥା ହେଇଥିଲେ? 11ଟା ରାତିରେ କଥା ହେଲି। 11ଟା ରାତିରେ କଥା ହେଲି। କହିଲା ବୋଉ ମତେ ଭଲ ଲାଗୁନି, ଆଉ କାହାକୁ ପଠେଇକି ମତେ ନେଇଯା। ମୁଁ କହିଲି 11ଟା ରାତିରେ କାହାକୁ ପଠେଇବି, ଆଉ ସକାଳୁ ଗଲେ ଆଣିକି ଆସିବି। କଣ ଯୋଉଠି ଖାଇକି ଶୋଇପଡେ ଆଉ। ଏତିକି କଥା ହେଲୁ। ତାପରେ ଫୋନ କାଟକୁଟି ହେଲୁ। ଆଉ ଅଧଘଣ୍ଟେ ପରେ 12ଟା ବେଳକୁ ଶୁଣିଲି ଯେ ଝିଅ ଡେଥ ହେଇଗଲା ଛାତରୁ ପଡିକି। କିଏ ଖବର ଦେଲେ ଆପଣଙ୍କୁ? ବିଭୂତି ବିଭୂତି ପାତିଆଣୀ ହେଇଠି ରହୁଛି। ଆପଣ ଯୋଉ କହୁଥିଲେ ଏବେ କଥା ହେଲେ କହୁଥିଲେ ସେଇ ହେଇଠି ହୋଟେଲରେ ଥିଲା। ଆପଣ କଣ ଆଗରୁ ଜାଣିଥିଲେ ସେ ହୋଟେଲରେ ସେ ରହୁଛନ୍ତି ବୋଲି? ମୁଁ ଆଗରୁ ଜାଣିଛି ଜାଣିନି ଏମିତି ହେଇଛି, ମତେ ଝିଅ ଭଲରେ କହେନି କିଛି ଆଉ। ଆଉ କଣ ଡାଉଟ୍ କରୁଛନ୍ତି? ଡାଉଟ ହବନି, ଡାଉଟ ହବନି। ଦେଖ ଛାତଟା ଏଇଠି, ଡ୍ରେନଟା ଏଇଠି। ଯଦି 3 ମହଲା ଉପରେ ନଡିଆ ଗଛରୁ ପଇଲେ କୋଉଠି ପଡିବ? ହେଠି ପଡିବ ନା ଏଠି ପଡିବ? ସେ ଡ୍ରେନ ଭିତରେ କେମିତି ପଡିଛି ମତେ କହୁନାହାନ୍ତି ଆପଣ? ମୋର ଡାଉଟ ହଉଛି। ମତେ ଯିଏ ଫୋନ କରିଛି, ମୋର ତା ଉପରେ ସନ୍ଦେହ ରହୁଛି ଆଉ। ଯିଏ ଫୋନ କରିଥିଲେ କଣ ତାଙ୍କ ନାଁ ଯିଏ ଫୋନ କରିଥିଲେ? ବିଭୂତି ପାତିଆଣୀ। ଆଗରୁ ତାଙ୍କୁ ଦେଖିଛନ୍ତି? ଆଗରୁ ଆପଣ ଦେଖିଛନ୍ତି? ହଁ ଦେଖି। କୋଉ ତାଙ୍କ ତାର କଣ କରନ୍ତି? ସିଏ ଗାଡି ବେପାର କରେ। ସାଧାରଣତଃ ଚର୍ଚ୍ଚା ହଉଛି ଯେ ସେମାନେ ସ୍ୱାମୀ ସ୍ତ୍ରୀ କହିକି ନିଜକୁ ହୋଟେଲରେ ରହୁଥିଲେ ନାଇଁ ବୋଲି। ନାଇଁ ସ୍ୱାମୀ ସ୍ତ୍ରୀ। ଝିଅ କଣ କରନ୍ତି? ମୋ ଝିଅ ଏଇ ଗଭର୍ଣ୍ଣମେଣ୍ଟ ଏଇ ଯୋଉ ପ୍ରାଇଭେଟରେ ଜବ ଟିକେ କରେ। କୋଉଠି ସେ ରହେ ମତେ କହେନି। ଆପଣ କେହି କହିନାହାନ୍ତି? ନା। ଏବେ କଣ ଚାହୁଁଛନ୍ତି ଆପଣ? ମତେ ନ୍ୟାୟ ମିଳୁ ଏଇଆ ଚାହୁଁଛି, ଆଉ କଣ ଚାହିଁବି କହୁନ? ଆଉ ମୋ ଝିଅ କୋଉଠି ଅଛି ମୁଁ ଦେଖିବି ଆଉ ଝିଅ? ଆପଣଙ୍କୁ ଯିଏ ଫୋନ କରିଥିଲେ ତାଙ୍କ ଘର ଲୋକ କିଏ ଆସିଛନ୍ତି? ତା ବୋପାର ତା ଭିଣେଇର ଆଇଛନ୍ତି। ପିଲା ଆପଣ ଘରକୁ ଆସିଥିଲେ? ସିଏ ହଁ ବିଭୂତି ହଁ ଥରୁଟେ ଯାଇଥିଲା ଆଉ। ଆପଣଙ୍କ ଘରକୁ ଆସିଥିଲେ? କଣ ପାଇଁ କଥା ହୁଏ ଆପଣ ଜାଣିଛନ୍ତି କହିଥିଲେ? କିଛି ନାହିଁ, କିଛି ନାହିଁ ନା। ଲାଷ୍ଟ ଟାଇମ କେବେ ଆସିଥିଲେ ସିଏ ବୁଲାବୁଲି କରି ଯାଆନ୍ତି ଯୋଉ ଇଆଡେ, ସେପଟେ ଯାଇକି ହାବୁଡିକି ପଳେଇ ଆସନ୍ତି ଆଉ। ଝିଅ ଯୋଉ ଲାଷ୍ଟ ଆପଣଙ୍କ 11ଟା ବେଳକୁ କଥା ହେଇଥିଲେ ବୋଲି କହୁଥିଲେ, ଆଉ କଣ ତାଙ୍କର କିଛି ଝଗଡା ଝାଟି ନା ବିଷୟରେ କିଛି ମତେ କହିଥିଲେ? କହିନି, ମତେ କିଛି କହିନି, ଖାଲି ଏତିକି କହିଲା, ଆଉ ନହେଲେ କିଛି ନାହିଁ।